ପିତୃ ସତ୍ୟ ପାଳନ କରି ରାମଚନ୍ଦ୍ର ଯାଇଥିଲେ ବନବାସ ଆଉ ଅନ୍ଧ ପିତାମାତାଙ୍କୁ ଭାରରେ ଧରି ତୀର୍ଥ ଭ୍ରମଣରେ ବାହାରିଥିଲେ ଶ୍ରବଣ କୁମାର। ତେବେ ଏଭଳି ପିତୃଭକ୍ତ ସନ୍ତାନ କେବଳ ସତ୍ୟଯୁଗରେ ନୁହନ୍ତି, ତ୍ରେତୟା ଯୁଗରେ ନୁହନ୍ତି, ବରଂ କଳି ଯୁଗରେ ମଧ୍ୟ ଦେଖିବା ପାଇଁ ମିଳିଛନ୍ତି। ଆଜିକାଲିକା ଏଭଳି ଆଧୁନିକ ଯୁଗରେ ଜଣେ 62 ବର୍ଷୀୟ ପୁଅ ଏବେ ଶ୍ରବଣ କୁମାର ସାଜିଛନ୍ତି। ନିଜ ବାପାଙ୍କର ଶେଷ ଇଚ୍ଛା ପୂରଣ ନିମନ୍ତେ ପୁଅ ଏକ ଠେଲା ଗାଡ଼ିରେ ବାପାଙ୍କୁ ଶୁଆଇ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ କରିବା ନିମନ୍ତେ ବାହାରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ। ଶ୍ରୀକାକୁଲମ ଜିଲ୍ଲାର ଲୋୟର ମଣ୍ଡଳର ଜଡ଼ାପେଲମ ଗାଁର ପି ନାରାୟଣ ରାଓ ନିଜ 95 ବର୍ଷୀୟ ପିତା ପି ରାମ ନାଇଡୁଙ୍କର ଶେଷ ଇଚ୍ଛା ପୂରଣ କରିବା ନିମନ୍ତେ 15,000 ଟଙ୍କା ବ୍ୟୟରେ ଏକ ଠେଲା ଗାଡ଼ି ପ୍ରସ୍ତୁତ କରି ସେଥିରେ ନିଜ ବୃଦ୍ଧ ବାପାଙ୍କୁ ଶୁଆଇ ଚଳିତ ମାସ 4 ତାରିଖରେ ନିଜ ଗାଁରୁ ବାହାରିଛନ୍ତି ଅଯୋଧ୍ୟା ଅଭିମୁଖେ। ଆଉ ବର୍ତ୍ତମାନ ସେ ବିଷମ କଟକରେ ଯାଇ ପହଞ୍ଚିଛନ୍ତି। ପି ରାମ ନାଇଡୁ 1993 ମସିହାରେ ପୁଅକୁ ସାଙ୍ଗରେ ନେଇ ଚାଲି ଚାଲି ପ୍ରଥମେ ପୁରୀ ବଡ଼ ଠାକୁରଙ୍କୁ ଦର୍ଶନ କରିବା ପରେ ଅଯୋଧ୍ୟାକୁ ବାହାରିଥିଲେ। ହେଲେ ସେଠାରେ ବାବ୍ରି ମସଜିଦ ବିବାଦ ଲାଗି ରହିଥିଲା। ସେତେବେଳେ ଅଯୋଧ୍ୟାରେ ପ୍ରବେଶ ନିଷେଧ ଥିବାରୁ ଉଭୟଙ୍କୁ କାଶୀ ଠାରୁ ଫେରିବା ପାଇଁ ପଡ଼ିଥିଲା। ଆଉ ସେହି ଦିନଠାରୁ ପିତାଙ୍କର ଇଚ୍ଛା ଥିଲା କି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ ତାଙ୍କୁ ଏକ ଠେଲା ଗାଡ଼ିରେ ନେଇ ତାଙ୍କର ପୁଅ ଯିବ ଏବଂ ପ୍ରଭୁ ଶ୍ରୀରାମଙ୍କୁ ସେ ଦର୍ଶନ କରିବେ। ପିତାଙ୍କର ଏହି ଶେଷ ଇଚ୍ଛା ପୂରଣ କରିବା ପାଇଁ ଏବେ ପୁଅ ଏକ ଠେଲା ଗାଡ଼ି ଧରି ସେଥିରେ ନିଜ ପିତାଙ୍କୁ ଶୁଆଇ ଠେଲି ଠେଲି ଅଯୋଧ୍ୟା ଅଭିମୁଖେ ବାହାରିଥିବା ଦେଖିବା ପାଇଁ ମିଳିଛି। ପିତା ପି ରାମ ନାଇଡୁଙ୍କର ଯଦି କୌଣସି ସ୍ଥାନରେ ଦେହତ୍ୟାଗ ହୁଏ ତାଙ୍କୁ ସେଇଠାରେ ହିଁ ଦାହ ସଂସ୍କାର କରି ତାଙ୍କ ଚିତାଭସ୍ମକୁ ଅଯୋଧ୍ୟା ନେଇଯିବା ପାଇଁ ପିତା ନିଜ ପୁତ୍ରକୁ କହିଛନ୍ତି। ସେ ପ୍ରତ୍ୟେକ ଦିନ ଏହି ଠେଲାରେ ସେ 25ରୁ 30 କିଲୋମିଟର ଯାତ୍ରା କରୁଥିବା ବେଳେ ସୁବିଧା ଥିବା ସ୍ଥାନରେ ଉଭୟ ବିଶ୍ରାମ ନେଉଛନ୍ତି। ଅଯୋଧ୍ୟାର ଏହି ଯାତ୍ରା ତାଙ୍କୁ ପ୍ରାୟ 100 ଦିନ ଲାଗିବ ବୋଲି ଜଣାପଡ଼ିଛି। ତେବେ ଏଭଳି କଳିଯୁଗରେ ଏତେ ଚରମ ବୟସରେ ମଧ୍ୟ ନିଜ ପିତାଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଏଭଳି ଶ୍ରବଣ କୁମାରଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।